ओम शांति। आजिर साकार महावाक्य 17/2/2026। मधुर संतान माने तुमे माने एबे अमरलोक स्थापन करिबा पई निमित्त होइछ, ଯେଉଁଠି କୌଣସି ପ୍ରକାରର ଦୁଃଖ କିମ୍ବା ପାପ ନଥିବ। ତାହା ହେଉଛି ଭାଇସଲେସ୍ ୱାର୍ଲ୍ଡ ଅର୍ଥାତ୍ ନିର୍ବିକାରୀ ଦୁନିଆ। ପ୍ରଶ୍ନ, ଗର୍ଡଲି ଫ୍ୟାମିଲିର ଅର୍ଥାତ୍ ଈଶ୍ୱରୀୟ ପରିବାରର ୱଣ୍ଡରଫୁଲ୍ ପ୍ଲାନ୍ ଅର୍ଥାତ୍ ବିଚିତ୍ର ଯୋଜନା କ'ଣ? ଉତ୍ତର, ଗର୍ଡଲି ଫ୍ୟାମିଲିର ଯୋଜନା ହେଲା ଫ୍ୟାମିଲି ପ୍ଲାନିଂ ଅର୍ଥାତ୍ ପରିବାର ନିୟନ୍ତ୍ରଣ କରିବା। ଗୋଟିଏ ସତ୍ୟ ଧର୍ମର ସ୍ଥାପନା କରି ଅନେକ ଧର୍ମର ବିନାଶ କରିବା। ମନୁଷ୍ୟମାନେ ବାର୍ଥ କଣ୍ଟ୍ରୋଲ ଅର୍ଥାତ୍ ଜନ୍ମ ନିୟନ୍ତ୍ରଣ କରିବା ପାଇଁ ପ୍ଲାନ୍ କରୁଛନ୍ତି, କିନ୍ତୁ ବାବା କହୁଛନ୍ତି ତାଙ୍କର ପ୍ଲାନ୍ କିଛି ବି କାମ କରିବ ନାହିଁ। ମୁଁ ହିଁ ନୂଆ ଦୁନିଆର ସ୍ଥାପନା କରୁଛି, ତେଣୁ ବାକି ସବୁ ଆତ୍ମାମାନେ ଉପରକୁ ଘରକୁ ଚାଲିଯିବେ, ବହୁତ କମ୍ ଆତ୍ମା ହିଁ ରହିବେ। ଓମ୍ ଶାନ୍ତି। ଏହା ଏକ ଘର ମଧ୍ୟ ୟୁନିଭର୍ସିଟି ଏବଂ ଇନଷ୍ଟିଚ୍ୟୁଟ୍ ମଧ୍ୟ ଅଟେ। ତୁମମାନଙ୍କର ଆତ୍ମା ଜାଣିଛି ଯେ ସିଏ ହେଉଛନ୍ତି ଶିବ ବାବା ଏବଂ ଆତ୍ମାମାନେ ଶାଳଗ୍ରାମ, ଯାହାର ଏହି ଶରୀର, ଯାହାଙ୍କର ଶରୀର କହିବ ନାହିଁ ଯେ ଏହା ମୋର ଆତ୍ମା। ଆତ୍ମା କହୁଛି ଏହା ମୋର ଶରୀର। ଆତ୍ମା ଅବିନାଶୀ, ଶରୀର ବିନାଶୀ। ଏବେ ତୁମେ ନିଜକୁ ଆତ୍ମା ମନେ କରୁଛ। ଆମର ବାବା ହେଉଛନ୍ତି ଶିବ, ଯିଏକି ସୁପ୍ରିମ୍ ଫାଦର, ପରମ ପିତା ଅଟନ୍ତି। ଆତ୍ମା ଜାଣିଛି ସେ ଆମର ପରମ ପିତା, ପରମ ଶିକ୍ଷକ, ପରମ ସଦ୍ଗୁରୁ ମଧ୍ୟ ଅଟନ୍ତି। ଭକ୍ତି ମାର୍ଗରେ ମଧ୍ୟ ଡାକୁଛନ୍ତି ଓ ଗଡ୍ ଫାଦର। ମୃତ୍ୟୁ ଶଯ୍ୟାରେ ଥାଇ ମଧ୍ୟ କହିଥାନ୍ତି, ହେ ଭଗବାନ, ହେ ଈଶ୍ୱର। ସମସ୍ତେ ଡାକୁଛନ୍ତି ନା, କିନ୍ତୁ ତାଙ୍କର ଯଥାର୍ଥ ପରିଚୟ କାହା ବୁଦ୍ଧିରେ ନଥାଏ। ତେବେ ସବୁ ଆତ୍ମାମାନଙ୍କର ପିତା ତ ଜଣେ, ତାଙ୍କୁ ହିଁ ସମସ୍ତେ ହେ ପତିତ ପାବନ କହି ଡାକୁଛନ୍ତି। ସେ ଗୁରୁ ମଧ୍ୟ ଅଟନ୍ତି। ସମସ୍ତେ କହୁଛନ୍ତି ଆମକୁ ଦୁଃଖରୁ ମୁକ୍ତ କରି ଶାନ୍ତିଧାମକୁ ନେଇ ଚାଲ। ତେବେ ସିଏ ସମସ୍ତ ଆତ୍ମାଙ୍କର ପିତା, ପୁଣି ପତିତ ପାବନ ସଦ୍ଗୁରୁ ମଧ୍ୟ। ସୃଷ୍ଟିଚକ୍ର କିପରି ଘୁରୁଛି, ମନୁଷ୍ୟ 84 ଜନ୍ମ କିପରି ନେଉଛନ୍ତି, ସବୁ ଇତିହାସ ଭୂଗୋଳ ଶୁଣାଉଛନ୍ତି। ତେଣୁ ସୁପ୍ରିମ୍ ଟିଚର ଅର୍ଥାତ୍ ପରମ ଶିକ୍ଷକ ମଧ୍ୟ ହୋଇଗଲେ। ଅଜ୍ଞାନ କାଳରେ ପିତା ଅଲଗା, ଶିକ୍ଷକ ଅଲଗା, ଗୁରୁ ଅଲଗା ଥାନ୍ତି, କିନ୍ତୁ ଏଠାରେ ଜଣେ ହିଁ ଅବିନାଶୀ ପିତା, ଶିକ୍ଷକ ଏବଂ ଗୁରୁ ଅଟନ୍ତି। ତେବେ କେତେ ଫରକ ହୋଇଗଲା। ବେହଦର ପିତା ସନ୍ତାନମାନଙ୍କୁ ବେହଦର ବର୍ଷା ଅର୍ଥାତ୍ ସମ୍ପତ୍ତି ଦେଉଛନ୍ତି। ଲୌକିକ ପିତା ବିନାଶୀ ସମ୍ପତ୍ତି ଦେଇଥାନ୍ତି। ପାଠପଢ଼ା ମଧ୍ୟ ବିନାଶୀ। ସାରା ବିଶ୍ୱର ଇତିହାସ ଭୂଗୋଳକୁ ତ କେହି ବି ଜାଣିନାହାନ୍ତି। ଏକଥା ମଧ୍ୟ କାହାକୁ ଜଣା ନାହିଁ, ଏହି ଲକ୍ଷ୍ମୀନାରାୟଣ ରାଜ୍ୟ କିପରି ପାଇଲେ, ତାଙ୍କର ରାଜ୍ୟ କେତେ ସମୟ ଚାଲିଲା, ପୁଣି ତ୍ରେତା ଯୁଗର ରାମ ସୀତା କେତେ ସମୟ ରାଜ୍ୟ କରିଲେ, କିଛି ବି ଜାଣିନାହାନ୍ତି। ଏବେ ତୁମେମାନେ ଜାଣୁଛ ବେହଦର ପିତା ଆମକୁ ପାଠ ପଢ଼ାଇବା ପାଇଁ ଆସିଛନ୍ତି, ତା ସହିତ ସଦ୍ଗତିର ରାସ୍ତା ମଧ୍ୟ ଦେଖାଉଛନ୍ତି। ତୁମେ 84 ଜନ୍ମ ନେଇ ନେଇ ଏବେ ପତିତ ହୋଇଯାଇଛ। ଏବେ ତୁମକୁ ପବିତ୍ର ହେବାକୁ ପଡ଼ିବ। ଏହା ହେଉଛି ତମୋ ପ୍ରଧାନ ଦୁନିଆ। ପ୍ରତ୍ୟେକ ଜିନିଷ ସତୋ ରଜୋ ତମ ଅବସ୍ଥା ଦେଇ ଗତି କରେ। ଏହି ସୃଷ୍ଟିର ମଧ୍ୟ ଆୟୁଷ ଅଛି, ଯାହାକି ନୂଆରୁ ପୁରୁଣା, ପୁରୁଣାରୁ ନୂଆ ହୁଏ। ଏକଥା ତ ସମସ୍ତେ ଜାଣିଛନ୍ତି। ସତ୍ୟଯୁଗରେ କେବଳ ଭାରତ ହିଁ ଥିଲା, ଯେଉଁଠାରେ ଦେବୀ ଦେବତାମାନଙ୍କର ରାଜ୍ୟ ଥିଲା ଅଥବା ଭଗବାନ ଭଗବତୀଙ୍କର ରାଜ୍ୟ ଥିଲା। ଆଚ୍ଛା, ପୁଣି କ'ଣ ହେଲା? ସେମାନେ ପୁନର୍ଜନ୍ମ ନେଲେ। ସତୋ ପ୍ରଧାନରୁ ସତ୍ୱ, ସତ୍ୱରୁ ରଜୋ, ତମରୁ ତମକୁ ଆସିଲେ। ଏତିକି ଏତିକି ଜନ୍ମ ନେଲେ। ଭାରତରେ 5000 ବର୍ଷ ପୂର୍ବରୁ ଯେତେବେଳେ ଲକ୍ଷ୍ମୀନାରାୟଣଙ୍କର ରାଜ୍ୟ ଥିଲା, ସେତେବେଳେ ତାଙ୍କର ଆୟୁଷ ହାରାହାରି 125ରୁ 150 ବର୍ଷ ହୋଇଥାଏ। ତେଣୁ ତାହାକୁ ଅମରଲୋକ କୁହାଯାଏ। ସେଠାରେ ଅକାଳ ମୃତ୍ୟୁ କେବେ ହିଁ ହୁଏ ନାହିଁ। ଏହା ହେଉଛି ମୃତ୍ୟୁଲୋକ। ଅମରଲୋକରେ ମନୁଷ୍ୟମାନେ ଅମର ରୁହନ୍ତି, ଦୀର୍ଘାୟୁ ହୁଅନ୍ତି। ସତ୍ୟଯୁଗରେ ପବିତ୍ର ଗୃହସ୍ଥ ଆଶ୍ରମ ଥିଲା, ଯାହାକୁ ନିର୍ବିକାରୀ ଦୁନିଆ କୁହାଯାଉଥିଲା। ଏହା ହେଉଛି ବିକାରୀ ଦୁନିଆ। ସତ୍ୟଯୁଗରେ ପବିତ୍ର ଗୃହସ୍ଥ ଆଶ୍ରମ ଥିଲା। ଏବେ ତୁମେମାନେ ଜାଣୁଛ ଆମେ ହେଉଛୁ ଶିବ ବାବାଙ୍କର ସନ୍ତାନ। ଆମକୁ ତାଙ୍କଠାରୁ ସମ୍ପତ୍ତି ମିଳୁଛି। ଇଏ ଦାତା, ସିଏ ହେଉଛନ୍ତି ଡାଡା ଅର୍ଥାତ୍ ଜେଜେବାପା। ବାସ୍ତବରେ ଜେଜେଙ୍କ ଠାରୁ ସମ୍ପତ୍ତି ମିଳେ। ଜେଜେଙ୍କ ସମ୍ପତ୍ତିରେ ସମସ୍ତଙ୍କର ଅଧିକାର ଥାଏ। ବ୍ରହ୍ମାଙ୍କୁ ପ୍ରଜାପିତା କୁହାଯାଏ। ଆଡମ ଏବଂ ଇଭ୍, ଆଦମ ବିବି, ଆଦି ପିତା, ଆଦିମାତା। ସିଏ ହେଉଛନ୍ତି ନିରାକାର ଈଶ୍ୱର ପିତା। ଇଏ ପ୍ରଜାପିତା ହେଲେ ସାକାରୀ ପିତା। ୟାଙ୍କର ନିଜର ଶରୀର ଅଛି,
ଶିବ ବାବାଙ୍କର ନିଜର ଶରୀର ନାହିଁ, ତେଣୁ ତୁମକୁ ଶିବ ବାବାଙ୍କ ଠାରୁ ବ୍ରହ୍ମାଙ୍କ ଦ୍ୱାରା ବର୍ଷା ମିଳୁଛି। ଜେଜେଙ୍କର ସମ୍ପତ୍ତି ତ ବାବାଙ୍କ ଦ୍ୱାରା ମିଳିବ ନା, ତୁମେ ଶିବ ବାବାଙ୍କ ଦ୍ୱାରା ମଧ୍ୟ ବ୍ରହ୍ମା ବାବାଙ୍କ ମାଧ୍ୟମରେ ମନୁଷ୍ୟରୁ ଦେବତା ହେଉଛ। ମନୁଷ୍ୟରୁ ଦେବତା କିଏ କରତ ନ ଲାଗିବାର, ଅର୍ଥାତ୍ ମନୁଷ୍ୟରୁ ଦେବତା କରିବା ପାଇଁ ସମୟ ଲାଗେ ନାହିଁ। ଏକଥା କିଏ କହିଲେ? ଭଗବାନ। ଗ୍ରନ୍ଥରେ ମଧ୍ୟ ତାଙ୍କର ମହିମା କରୁଛନ୍ତି ନା? ତାଙ୍କର ବହୁତ ମହିମା ରହିଛି। ଯେପରି ବାବା କହୁଛନ୍ତି ଅଲ୍ଲାହ ଅର୍ଥାତ୍ ବାବାଙ୍କୁ ମନେ ପକାଅ, ତେବେ ବି ଅର୍ଥାତ୍ ବାଦଶାହୀ ତୁମର ହୋଇଯିବ। ଗୁରୁ ନାନକ ମଧ୍ୟ କହିଥାନ୍ତି ଜପ ସାହେବକୁ ତ ସୁଖ ମିଳେ, ଅର୍ଥାତ୍ ସାହେବଙ୍କୁ ଜପିଲେ ସୁଖ ମିଳିବ। ସେଇ ନିରାକାର ଅକାଳ ମୂରତ ବାବାଙ୍କର ହିଁ ମହିମା ଗାୟନ କରିଥାନ୍ତି। ବାବା କହୁଛନ୍ତି ମୋତେ ମନେ ପକାଅ, ତେବେ ସୁଖ ମିଳିବ। ତେଣୁ ଏବେ ବାବାଙ୍କୁ ହିଁ ମନେ ପକାଉଛୁ। ଏହି ଯୁଦ୍ଧ ଶେଷ ହେବ, ପୁଣି ଲକ୍ଷ୍ମୀନାରାୟଣଙ୍କର ରାଜ୍ୟ ହେବ ଏବଂ ସେଠାରେ ଗୋଟିଏ ଧର୍ମ ହିଁ ରହିବ। ଏସବୁ ବୁଝିବାର କଥା। ଭଗବାନ ଉବାଚ, ଭଗବାନଙ୍କୁ ପତିତ ପାବନ ଜ୍ଞାନର ସାଗର କୁହାଯାଏ। ସେ ହିଁ ଦୁଃଖହର୍ତ୍ତା ସୁଖକର୍ତ୍ତା ଅଟନ୍ତି। ଯେହେତୁ ଆମେମାନେ ବାବାଙ୍କ ସନ୍ତାନ, ତେଣୁ ନିଶ୍ଚିତ ଭାବରେ ଆମେ ସୁଖରେ ରହିବା ଦରକାର। ବାସ୍ତବରେ ସତ୍ୟଯୁଗରେ ଭାରତବାସୀମାନେ ହିଁ ରହୁଥିଲେ, ବାକି ସବୁ ଆତ୍ମା ଶାନ୍ତିଧାମରେ ଥିଲେ। ଏବେ ତ ଆତ୍ମାମାନେ ଏଠାକୁ ଆସିବାରେ ଲାଗିଛନ୍ତି। ପୁଣି ଆମେ ଯାଇ ସ୍ୱର୍ଗରେ ଦେବୀ ଦେବତା ହୋଇ ଅଭିନୟ କରିବା। ଏହା ହେଉଛି ପୁରୁଣା ଦୁନିଆ ଦୁଃଖଧାମ ଏବଂ ନୂଆ ଦୁନିଆ ହେଉଛି ସୁଖଧାମ। ଯେତେବେଳେ ଘର ପୁରୁଣା ହୋଇଯାଏ, ସେଠାରୁ ମୂଷା ସାପ ଆଦି ବାହାରିଥାନ୍ତି। ଏହି ଦୁନିଆ ମଧ୍ୟ ସେହିପରି। କଳ୍ପର ଆୟୁଷ 5000 ବର୍ଷ। ଏବେ ଶେଷ ସମୟ। ଗାନ୍ଧିଜୀ ମଧ୍ୟ ଚାହୁଁଥିଲେ ଯେ ନୂଆ ଦୁନିଆ ନୂଆଦିଲ୍ଲୀ ହେଉ, ରାମରାଜ୍ୟ ହେଉ। କିନ୍ତୁ ଏହି କାମ ତ କେବଳ ବାବା ହିଁ କରିପାରିବେ। ଦେବତାମାନଙ୍କର ରାଜ୍ୟକୁ ହିଁ ରାମରାଜ୍ୟ କହନ୍ତି। ନୂଆ ଦୁନିଆରେ ତ ନିଶ୍ଚିତ ଲକ୍ଷ୍ମୀନାରାୟଣଙ୍କର ରାଜ୍ୟ ହେବ। ବାସ୍ତବରେ ରାଧା ଏବଂ କୃଷ୍ଣ ଅଲଗା ଅଲଗା ରାଜ୍ୟର ଅଟନ୍ତି। ସ୍ୱୟଂବର ପରେ ସେମାନେ ଲକ୍ଷ୍ମୀନାରାୟଣ ହୋଇଯାଆନ୍ତି। ତେବେ ସେମାନେ ନିଶ୍ଚିତ ବର୍ତ୍ତମାନ ସମୟରେ ସେହିଭଳି କର୍ମ କରୁଥିବେ। ବାବା ତୁମକୁ କର୍ମ ଅକର୍ମ ବିକର୍ମର ଗତିକୁ ବୁଝାଉଛନ୍ତି। ଏହି ରାବଣ ରାଜ୍ୟରେ ମନୁଷ୍ୟମାନେ ଯେଉଁ କର୍ମ କରନ୍ତି ତାହା ବିକର୍ମ ହୋଇଯାଏ। ସତ୍ୟଯୁଗରେ କର୍ମ ଅକର୍ମ ହୁଏ। ଗୀତାରେ ମଧ୍ୟ ଏହି କଥା ଅଛି, କିନ୍ତୁ ଜ୍ଞାନଦାତାଙ୍କ ନାମକୁ ପରିବର୍ତ୍ତନ କରିଦେଇଛନ୍ତି। ଏହା ହିଁ ବହୁତ ବଡ଼ ଭୁଲ। ଶ୍ରୀକୃଷ୍ଣଙ୍କର ଜୟନ୍ତୀ ତ ସତ୍ୟଯୁଗରେ ହୁଏ। ଶିବ ହେଉଛନ୍ତି ନିରାକାର ପରମପିତା। ଶ୍ରୀକୃଷ୍ଣ ତ ଶରୀରଧାରୀ ମନୁଷ୍ୟ। ପ୍ରଥମେ ଶିବ ଜୟନ୍ତୀ ହୁଏ, ତାପରେ ଶ୍ରୀକୃଷ୍ଣ ଜୟନ୍ତୀ, ଯାହାକି ଭାରତରେ ହିଁ ପାଳନ କରିଥାନ୍ତି। ଶିବରାତ୍ରି କୁହାଯାଏ। ବାବା ଆସି ଭାରତକୁ ସ୍ୱର୍ଗର ରାଜ୍ୟ ଦେଉଛନ୍ତି। ଶିବ ଜୟନ୍ତୀ ଏବଂ କୃଷ୍ଣ ଜୟନ୍ତୀ ମଝିରେ ରାକ୍ଷୀ ପର୍ବ ପଡ଼େ, କାରଣ ଆତ୍ମାକୁ ପବିତ୍ର ହେବାକୁ ପଡ଼ିବ। ଏହି ପୁରୁଣା ଦୁନିଆର ତ ବିନାଶ ମଧ୍ୟ ହେବାର ଅଛି। ଯୁଦ୍ଧ ଆରମ୍ଭ ହେଲେ ସବୁ ସମାପ୍ତ ହୋଇଯିବ। ପୁଣି ତୁମେମାନେ ଆସି ନୂଆ ଦୁନିଆରେ ରାଜତ୍ୱ କରିବ। ତୁମେମାନେ ଏହି ପୁରୁଣା ଦୁନିଆ ମୃତ୍ୟୁଲୋକ ପାଇଁ ପାଠ ପଢ଼ୁନାହଁ। ତୁମର ପାଠପଢ଼ା ହେଉଛି ନୂଆ ଦୁନିଆ ଅମର ଲୋକ ପାଇଁ। ଏହିଭଳି କଲେଜ କେଉଁଠାରେ ନଥିବ। ବାବା କହୁଛନ୍ତି ଏବେ ଏହି ମୃତ୍ୟୁଲୋକର ଅନ୍ତିମ ସମୟ, ତେଣୁ ଜଲ୍ଦି ଜଲ୍ଦି ଏହି ପାଠକୁ ପଢ଼ି ବୁଦ୍ଧିମାନ ହେବାକୁ ପଡ଼ିବ। ସେ ପିତା ମଧ୍ୟ ଅଟନ୍ତି, ପତିତ ପାବନ ଅଟନ୍ତି ଏବଂ ଶିକ୍ଷକ ମଧ୍ୟ ଅଟନ୍ତି। ଏହା ଈଶ୍ୱରୀୟ ବିଶ୍ୱବିଦ୍ୟାଳୟ ଅଟେ। ଭଗବାନ ଉବାସ ରହିଛି ନା, ଶ୍ରୀକୃଷ୍ଣ ତ ସତ୍ୟଯୁଗର ରାଜକୁମାର ଅଟନ୍ତି। ସେ ମଧ୍ୟ ଶିବ ବାବାଙ୍କ ଠାରୁ ବର୍ଷା ନେଉଛନ୍ତି। ବର୍ତ୍ତମାନ ସମସ୍ତେ ଭବିଷ୍ୟତ ପାଇଁ ବର୍ଷା ନେଉଛନ୍ତି। ଯିଏ ଯେତେ ପଢ଼ିବେ ସେ ସେତେ ବର୍ଷା ନେବେ। ଯଦି ନ ପଢ଼ିବେ ତେବେ ପଦ କମ୍ ହୋଇଯିବ। ତେଣୁ ଯେଉଁଠି ବି ରୁହ ଏହି ପାଠ ପଢ଼ୁଥାଅ। ମୁରଲୀ ତ ବିଦେଶକୁ ମଧ୍ୟ ଯାଇପାରିବ। ବାବା ପ୍ରତିଦିନ ଆମମାନଙ୍କୁ ସାବଧାନ କରି କହୁଛନ୍ତି, ପିଲାମାନେ ବାବାଙ୍କୁ ମନେ ପକାଅ, ତେବେ ତୁମର ବିକର୍ମ ବିନାଶ ହେବ। ଆତ୍ମାରେ ଯେଉଁ ଖାଦ ଅଛି ତାହା ବାହାରି ଯିବ। ଆତ୍ମାକୁ ଏବେ 100% ପବିତ୍ର ହେବାକୁ ପଡ଼ିବ। ଏବେ ତ ପୁରା ଅପବିତ୍ର ହୋଇଯାଇଛ। ମନୁଷ୍ୟ ଭକ୍ତି ତ ବହୁତ କରୁଛନ୍ତି। ତୀର୍ଥ ମେଳା ଆଦିକୁ ଲକ୍ଷ ଲକ୍ଷ ମନୁଷ୍ୟ ଯାଉଛନ୍ତି। ଏହା ତ ଜନ୍ମ ଜନ୍ମାନ୍ତରରୁ ଚାଲି ଆସୁଛି। କେତେ ମନ୍ଦିର ଆଦି ତିଆରି କରୁଛନ୍ତି, ବହୁତ ମେହନତ କରୁଛନ୍ତି, ତଥାପି ମଧ୍ୟ ତଳକୁ ତଳକୁ ଖସି ଆସୁଛନ୍ତି। ଏବେ ତୁମେ ଜାଣୁଛ ଆମେ ଚଢ଼ିବାର କଳା ଦ୍ୱାରା ସୁଖଧାମକୁ ଯିବା, ପୁଣି ଆମକୁ ତଳକୁ ଖସିବାକୁ ପଡ଼ିବ। କଳା କମ୍ ହୋଇଯିବ।
ନୂଆ ଘରର ଯେପରି ଚାକଚକ୍ୟ ଥାଏ ତାହା 10 ବର୍ଷ ପରେ ନିଶ୍ଚିତ କମିଯାଏ। ତୁମେମାନେ ନୂଆ ଦୁନିଆ ସତ୍ୟଯୁଗରେ ଥିଲ। 1250 ବର୍ଷ ପରେ ରାମରାଜ୍ୟ ଆରମ୍ଭ ହେଲା। ଏବେ ତ ନୂଆ ଦୁନିଆ ବିଲକୁଲ ତମ ପ୍ରଧାନ ହୋଇଯାଇଛି। ଜନସଂଖ୍ୟା ମଧ୍ୟ ବହୁତ ବଢ଼ିଯାଇଛି। ଦୁନିଆ ବିଲକୁଲ ପୁରୁଣା ହୋଇଯାଇଛି। ସେମାନେ ତ ପରିବାର ନିୟନ୍ତ୍ରଣ ପାଇଁ କେତେ ଯୋଜନା କରୁଛନ୍ତି, କେତେ ଦ୍ୱନ୍ଦ୍ୱରେ ପଡ଼ୁଛନ୍ତି। ଆମେ ଲେଖୁଛୁ ଏହା ତ ଈଶ୍ୱରୀୟ ପିତାଙ୍କର କାମ। ସତ୍ୟଯୁଗରେ ମାତ୍ର 9-10 ଲକ୍ଷ ମନୁଷ୍ୟ ରହିବେ। ବାକି ସବୁ ନିଜର ମିଠା ଘର ଶାନ୍ତିଧାମକୁ ଚାଲିଯିବେ। ଏହା ହେଉଛି ଈଶ୍ୱରୀୟ ପରିବାର ନିୟନ୍ତ୍ରଣ। ଗୋଟିଏ ଧର୍ମର ସ୍ଥାପନା, ବାକି ସବୁ ଧର୍ମର ବିନାଶ। ଶିବ ବାବା ତ ନିଜର କାମ କରୁଛନ୍ତି। ସେମାନେ କହୁଛନ୍ତି ଭଲେ ବିକାରରେ ଯାଅ କିନ୍ତୁ ସନ୍ତାନ ଜନ୍ମ ନ ହୁଅନ୍ତୁ। କିନ୍ତୁ ଏହାଦ୍ୱାରା କିଛି ବି ଲାଭ ହେବ ନାହିଁ। ଏହି ଯୋଜନା ତ ବେହଦର ପିତାଙ୍କ ହାତରେ ନିହିତ। ବାବା କହୁଛନ୍ତି ମୁଁ ହିଁ ଦୁଃଖଧାମକୁ ସୁଖଧାମରେ ପରିଣତ କରିବାକୁ ଆସିଛି। ମୁଁ ପ୍ରତ୍ୟେକ 5000 ବର୍ଷ ପରେ ଆସେ। କଳିଯୁଗର ଶେଷ ଏବଂ ସତ୍ୟଯୁଗର ଆଦି ସମୟରେ ଆସେ। ବର୍ତ୍ତମାନ ଏହା ହେଉଛି ସଙ୍ଗମ ଯୁଗ, ଯେତେବେଳେ କି ଦୁନିଆ ପତିତରୁ ପାବନ ହୁଏ। ପୁରୁଣା ଦୁନିଆର ବିନାଶ ଏବଂ ନୂଆ ଦୁନିଆର ସ୍ଥାପନା, ଏହା ତ ବାବାଙ୍କର ହିଁ କାମ। ସତ୍ୟଯୁଗରେ ଗୋଟିଏ ଧର୍ମ ହିଁ ଥିଲା। ଏ ଲକ୍ଷ୍ମୀନାରାୟଣ ବିଶ୍ୱର ମାଲିକ, ମହାରାଜା ମହାରାଣୀ ଥିଲେ। ଏକଥା ମଧ୍ୟ ତୁମେମାନେ ଜାଣିଛ। ଏହି ମାଳା କାହାର ତିଆରି ହୋଇଛି? ଉପରେ ଫୁଲ ଶିବ ବାବା ଅଟନ୍ତି। ତାପରେ ଅଛନ୍ତି ଯୁଗଳ ଦାନା ବ୍ରହ୍ମା ସରସ୍ୱତୀ। ସେଇମାନଙ୍କର ଏହି ମାଳା ଯେଉଁମାନେ ବିଶ୍ୱକୁ ନର୍କରୁ ସ୍ୱର୍ଗ, ପତିତରୁ ପାବନ କରିଥାନ୍ତି। ଯେଉଁମାନେ ସେବା କରି ଯାଇଥାନ୍ତି ତାଙ୍କର ହିଁ ସ୍ମାରକୀ ରହେ। ତେଣୁ ବାବା ବୁଝାଉଛନ୍ତି ଏମାନେ ସତ୍ୟଯୁଗରେ ପବିତ୍ର ଥିଲେ, ପବିତ୍ର ପ୍ରବୃତ୍ତି ମାର୍ଗ ଥିଲା। ଏବେ ତ ପତିତ ହୋଇଯାଇଛି। ଗାୟନ ମଧ୍ୟ କରୁଛନ୍ତି, ହେ ପତିତ ପାବନ ଆସ, ଆସି ଆମକୁ ପାବନ କର। ସତ୍ୟଯୁଗରେ କ'ଣ ଏପରି ଡାକିବେ କି? ସୁଖରେ କେହି ବି ବାବାଙ୍କୁ ସ୍ମରଣ କରନ୍ତି ନାହିଁ, ଦୁଃଖରେ ସମସ୍ତେ ସ୍ମରଣ କରନ୍ତି। ବାବା ହେଉଛନ୍ତି ହିଁ ମୁକ୍ତିଦାତା, ଦୟାଳୁ, ଆନନ୍ଦର ସାଗର, ଯିଏକି ଏଠାକୁ ଆସି ସମସ୍ତଙ୍କୁ ମୁକ୍ତି, ଜୀବନ ମୁକ୍ତି ଦେଉଛନ୍ତି। ତାଙ୍କୁ ଡାକୁଛନ୍ତି ଆସି ଆମକୁ ସୁଇଟ୍ ହୋମ୍କୁ ଅର୍ଥାତ୍ ଶାନ୍ତିଧାମ ଘରକୁ ନେଇ ଚାଲ। ଏଠାରେ କୌଣସି ସୁଖ ନାହିଁ। ଏହା ହେଉଛି ପ୍ରଜାଙ୍କର ପ୍ରଜା ଉପରେ ରାଜ୍ୟ। ସତ୍ୟଯୁଗରେ ରାଜା, ରାଣୀ, ପ୍ରଜା ସମସ୍ତେ ଥାଆନ୍ତି। ଏବେ ବାବା ବତାଉଛନ୍ତି ତୁମେମାନେ କିପରି ବିଶ୍ୱର ମାଲିକ ହେଉଛ। ସେଠାରେ ତୁମ ପାଖରେ ଅମାପ ଅଗଣିତ ଧନ ରହିବ। ସୁନାର ଇଟାରେ ଘର ତିଆରି ହେବ। ମେସିନ୍ ଦ୍ୱାରା ସୁନାର ଇଟା ବାହାରିବ। ପୁଣି ସେଥିରେ ମଧ୍ୟ ହୀରା ମୋତି ଜଡ଼ିତ ହୋଇ ରହିଥାନ୍ତି। ଦ୍ୱାପରରେ ମଧ୍ୟ କେତେ ହୀରା ଥିଲା ଯାହାକି ଲୁଟି ନେଇଗଲେ। ଏବେ ତ ସୁନା କିଛି ଦେଖିବାକୁ ମଧ୍ୟ ମିଳୁନାହିଁ। ଏହା ମଧ୍ୟ ଡ୍ରାମାରେ ନିର୍ଦ୍ଧାର୍ଯ୍ୟ ଅଛି। ବାବା କହୁଛନ୍ତି ମୁଁ ପ୍ରତି 5000 ବର୍ଷ ପରେ ଆସେ। ପୁରୁଣା ଦୁନିଆର ବିନାଶ ପାଇଁ ଏହି ଅଟୋମିକ୍ ବୋମା ତିଆରି ହୋଇଛି। ଏହା ହେଉଛି ବିଜ୍ଞାନର କରାମତି। ନିଜ ବୁଦ୍ଧି ଦ୍ୱାରା ଏଭଳି ଜିନିଷ ବାହାର କରିଛନ୍ତି ଯାହାଦ୍ୱାରା ନିଜ କୁଳର ହିଁ ବିନାଶ କରିବେ। ଏସବୁ କ'ଣ ରଖିବା ପାଇଁ ତିଆରି କରିଛନ୍ତି କି? ଏହାର ପ୍ରୟୋଗ ନିଶ୍ଚିତ କରିବେ। ଯେପର୍ଯ୍ୟନ୍ତ ରାଜଧାନୀ ସ୍ଥାପନା ହୋଇନାହିଁ ସେ ପର୍ଯ୍ୟନ୍ତ ଲଢ଼େଇ ଲାଗିପାରିବ ନାହିଁ। ବିନାଶ ପାଇଁ ସବୁ ପ୍ରକାର ପ୍ରସ୍ତୁତି ତ ଚାଲିଛି। ତା ସହିତ ପ୍ରାକୃତିକ ବିପର୍ଯ୍ୟୟ ମଧ୍ୟ ହେବ। ଏତେ ମନୁଷ୍ୟ ଏଠାରେ ରହିବେ ନାହିଁ। ବର୍ତ୍ତମାନ ତୁମମାନଙ୍କୁ ଏହି ପୁରୁଣା ଦୁନିଆକୁ ଭୁଲିବାକୁ ପଡ଼ିବ ଏବଂ ସୁଇଟ୍ ହୋମ୍ ସ୍ୱର୍ଗର ରାଜତ୍ୱକୁ ମନେ ପକାଇବାକୁ ହେବ। ଯେପରି ନୂଆ ଘର ତିଆରି କଲେ ବୁଦ୍ଧିରେ କେବଳ ନୂଆ ଘର ହିଁ ମନେ ପଡ଼ିଥାଏ ନା, ଏବେ ନୂଆ ଦୁନିଆର ସ୍ଥାପନା ହେଉଛି। ବାବା ହେଉଛନ୍ତି ସମସ୍ତଙ୍କର ସଦ୍ଗତି ଦାତା। ସବୁ ଆତ୍ମାମାନେ ଘରକୁ ଚାଲିଯିବେ, ବାକି ଶରୀର ଏଠାରେ ନଷ୍ଟ ହୋଇଯିବ। ବାବାଙ୍କ ସ୍ମୃତିରେ ଆତ୍ମା ପବିତ୍ର ହୋଇଯିବ। ପବିତ୍ର ତ ନିଶ୍ଚିତ ହେବାକୁ ପଡ଼ିବ। ଦେବତାମାନେ ପବିତ୍ର ଅଟନ୍ତି ନା? ତାଙ୍କ ମନ୍ଦିରରେ କେବେ ବି ବିଡ଼ି, ତମାଖୁ ଆଦି ରଖାଯାଏ ନାହିଁ। ସେମାନେ ହେଉଛନ୍ତି ବୈଷ୍ଣବ, ତେଣୁ ସେହି ଦୁନିଆକୁ ବିଷ୍ଣୁପୁରୀ କୁହାଯାଏ। ତାହା ହେଉଛି ନିର୍ବିକାରୀ ଦୁନିଆ। ଏହା ହେଉଛି ବିକାରୀ ଦୁନିଆ। ଏବେ ନିର୍ବିକାରୀ ଦୁନିଆକୁ ଯିବାକୁ ହେବ। ବାକି ଅଳ୍ପ ସମୟ ଅଛି। ଏକଥା ନିଜେ ମଧ୍ୟ ଜାଣୁଛନ୍ତି। ଆଣବିକ ବୋମା ଦ୍ୱାରା ସବୁ ସମାପ୍ତ ହୋଇଯିବ। ଲଢ଼େଇ ତ ଲାଗିବାର ଅଛି। ବୈଜ୍ଞାନିକମାନେ କହୁଛନ୍ତି ଯେ ଆମକୁ କେହି ଯେମିତି ପ୍ରେରଣା ଦେଉଛନ୍ତି, ସେଥିପାଇଁ ଆମେ ତିଆରି କରୁଛୁ। ଜାଣୁଛନ୍ତି ଯେ ଏହାଦ୍ୱାରା ନିଜ କୁଳର ବିନାଶ ହେଉଛି, କିନ୍ତୁ ତିଆରି ନ କରି ରହିପାରିବେ ନାହିଁ।
ଶଙ୍କର ଦ୍ୱାରା ବିନାଶ ଏହା ମଧ୍ୟ ଡ୍ରାମାରେ ନିର୍ଦ୍ଧାର୍ଯ୍ୟ ଅଛି। ଏବେ ବିନାଶ ସମ୍ମୁଖରେ ଉପସ୍ଥିତ, ଜ୍ଞାନ ଯଜ୍ଞରୁ ହିଁ ବିନାଶଶାଳା ପ୍ରଜ୍ୱଳିତ ହୋଇଛି। ଏବେ ତୁମେ ସ୍ୱର୍ଗର ମାଲିକ ହେବା ପାଇଁ ପାଠ ପଢ଼ୁଛ। ଏହି ପୁରୁଣା ଦୁନିଆ ଶେଷ ହୋଇ ନୂଆ ହୋଇଯିବ। ଏହି ଚକ୍ର ଘୂରି ଚାଲିଛି। ଇତିହାସର ପୁନରାବୃତ୍ତି ନିଶ୍ଚିତ ହେବ। ପ୍ରଥମେ ଆଦି ସନାତନ ଦେବୀ ଦେବତା ଧର୍ମ ଥିଲା, ପରେ ପୁଣି ଚନ୍ଦ୍ରବଂଶୀ କ୍ଷତ୍ରିୟ ଧର୍ମ, ଇସଲାମୀ, ବୌଦ୍ଧ ଆଦି ଆସିଲେ। ପୁଣି ଯେଉଁମାନେ ପ୍ରଥମ ନମ୍ବରର ଥିଲେ ସେମାନେ ନିଶ୍ଚିତ ଆସିବେ, ଆଉ ସବୁ ବିନାଶ ହୋଇଯିବେ। ତୁମମାନଙ୍କୁ କିଏ ପାଠ ପଢ଼ାଉଛନ୍ତି? ନିରାକାର ଶିବ ବାବା। ସିଏ ହିଁ ଶିକ୍ଷକ ଏବଂ ସଦ୍ଗୁରୁ ଅଟନ୍ତି, ଯିଏକି ଏଠାକୁ ଆସିବା ମାତ୍ରେ ପାଠ ପଢ଼ାଇବା ଆରମ୍ଭ କରିଦିଅନ୍ତି। ତେଣୁ ଲେଖା ହୋଇଛି ଶିବ ଜୟନ୍ତୀ ହିଁ ଗୀତା ଜୟନ୍ତୀ ଏବଂ ଗୀତା ଜୟନ୍ତୀ ହିଁ ଶ୍ରୀକୃଷ୍ଣ ଜୟନ୍ତୀ। ଶିବ ବାବା ସତ୍ୟଯୁଗର ସ୍ଥାପନା କରୁଛନ୍ତି, ଯାହାକୁ କୃଷ୍ଣପୁରୀ କୁହାଯାଉଛି। ଏବେ ତୁମକୁ କୌଣସି ସାଧୁସନ୍ଥ ମନୁଷ୍ୟ ପାଠ ପଢ଼ାଉନାହାନ୍ତି। ସେ ହେଉଛନ୍ତି ଦୁଃଖହର୍ତ୍ତା, ସୁଖକର୍ତ୍ତା, ଅବିନାଶୀ ପିତା, ଯିଏକି ତୁମମାନଙ୍କୁ 21 ଜନ୍ମର ବର୍ଷା ଦେଉଛନ୍ତି। ବିନାଶ ତ ନିଶ୍ଚିତ ହେବ। ଏହି ସମୟ ପାଇଁ ହିଁ କୁହାଯାଏ କାହାର ମାଟି ତଳେ ପୋତି ହୋଇଯିବ, କାହାର ରାଜା ଖାଇଯିବ, ଚୋରି ମଧ୍ୟ ବହୁତ ହେବା, ନିଆଁ ମଧ୍ୟ ଲାଗିଯିବ। ଏହି ଯଜ୍ଞରେ ସବୁ ସ୍ୱାହା ହୋଇଯିବେ। ଏବେ କିଛି କିଛି ନିଆଁ ଲାଗିବ, ପୁଣି ବନ୍ଦ ହୋଇଯିବ। ବାକି ଅଳ୍ପ ଡେରି ଅଛି। ସମସ୍ତେ ପରସ୍ପର ଭିତରେ ଲଢ଼େଇ କରିବେ, ଯାହାଙ୍କୁ ଛଡ଼ାଇବାକୁ କେହି ରହିବେ ନାହିଁ। ରକ୍ତର ନଦୀ ପରେ ପୁଣି ଦୁଧର ନଦୀ ବୋହିବ। ଏହାକୁ ଖୁନେ ନାହେକ ବା ରକ୍ତପାତର ଖେଳ କୁହାଯାଏ। ସନ୍ତାନମାନେ ଏହାର ସାକ୍ଷାତକାର ମଧ୍ୟ କରିଛନ୍ତି, ପୁଣି ଏହି ଆଖିରେ ମଧ୍ୟ ଦେଖିବେ। ତେବେ ବିନାଶ ପୂର୍ବରୁ ବାବାଙ୍କୁ ମନେ ପକାଇବାକୁ ହେବ, ଯାହାଦ୍ୱାରା ଆତ୍ମା ତମୋପ୍ରଧାନରୁ ସତୋପ୍ରଧାନ ହୋଇଯିବ। ବାବା ନୂଆ ଦୁନିଆ ସ୍ଥାପନ କରିବା ପାଇଁ ତୁମକୁ ପ୍ରସ୍ତୁତ କରୁଛନ୍ତି। ରାଜଧାନୀ ସମ୍ପୂର୍ଣ୍ଣ ସ୍ଥାପନ ହୋଇଗଲେ ପୁଣି ବିନାଶ ହେବ। ଆଚ୍ଛା, ମିଠା ମିଠା ଶିକିଲଧି ସନ୍ତାନମାନଙ୍କ ପ୍ରତି ମାତା ପିତା ବାପଦାଦାଙ୍କର ମଧୁର ସ୍ନେହ ସମ୍ପନ୍ନ ଶୁଭେଚ୍ଛା ଏବଂ ସୁପ୍ରଭାତ। ଆତ୍ମିକ ପିତାଙ୍କର ଆତ୍ମିକ ସନ୍ତାନମାନଙ୍କୁ ନମସ୍ତେ। ଆମ ଆତ୍ମିକ ସନ୍ତାନମାନଙ୍କର ମଧ୍ୟ ଆତ୍ମିକ ପିତାଙ୍କୁ ନମସ୍ତେ। ନମସ୍ତେ ବାବା, ନମସ୍ତେ। ଧାରଣା ପାଇଁ ମୁଖ୍ୟ ସାରାଂଶ 1 ନମ୍ବର, ବିଷ୍ଣୁପୁରୀକୁ ଯିବା ପାଇଁ ନିଜକୁ ଯୋଗ୍ୟ କରିବାକୁ ପଡ଼ିବ। ସମ୍ପୂର୍ଣ୍ଣ ପାବନ ହେବାକୁ ପଡ଼ିବ। ଅଶୁଦ୍ଧ ଖାଦ୍ୟପାନୀୟ ସବୁ ତ୍ୟାଗ କରିବାକୁ ହେବ। ବିନାଶ ପୂର୍ବରୁ ନିଜର ସବୁକିଛି ସଫଳ କରିବାକୁ ହେବ। 2 ନମ୍ବର, ଶୀଘ୍ର ଶୀଘ୍ର ପାଠ ପଢ଼ି ବୁଦ୍ଧିମାନ ହେବାକୁ ପଡ଼ିବ। କୌଣସି ପ୍ରକାର ବିକର୍ମ ନ ହେଉ, ସେଥିପ୍ରତି ଧ୍ୟାନ ଦେବାକୁ ପଡ଼ିବ। ବରଦାନ, ଅଭିଯୋଗକୁ ଯୋଗରେ ପରିବର୍ତ୍ତନ କରୁଥିବା ସ୍ୱତଃ ଏବଂ ନିରନ୍ତର ଯୋଗୀ ହୁଅ। ସଙ୍ଗମ ଯୁଗର ବିଶେଷତା ହେଲା ଏବେ ଏବେ ପୁରୁଷାର୍ଥ କର, ଏବେ ଏବେ ପ୍ରତ୍ୟକ୍ଷ ଫଳ ପାଅ। ଏବେ ସ୍ମୃତି ସ୍ୱରୂପ ହୁଅ, ଏବେ ପ୍ରାପ୍ତିର ଅନୁଭବ କର। ଭବିଷ୍ୟତରେ ଗ୍ୟାରେଣ୍ଟି ତ ନିଶ୍ଚିତ ରହିଛି, କିନ୍ତୁ ଭବିଷ୍ୟତ ଠାରୁ ଶ୍ରେଷ୍ଠ ଭାଗ୍ୟ ବର୍ତ୍ତମାନ ହିଁ ପ୍ରାପ୍ତ କରୁଛ। ଯଦି ଏହି ଭାଗ୍ୟର ସ୍ମୃତିରେ ରହିବ, ତେବେ ତୁମର ଯୋଗ ସ୍ୱତଃ ହିଁ ଲାଗି ରହିବ। ତେବେ ଯେଉଁଠି ଯୋଗ ଅଛି ସେଠାରେ ଅଭିଯୋଗ ନାହିଁ। କ'ଣ କରିବି, କିପରି କରିବି, ଏହା ମୋ ଦ୍ୱାରା ହେଉନାହିଁ, ଟିକିଏ ସାହାଯ୍ୟ କରିଦିଅ, ଏସବୁ ହେଉଛି ଅଭିଯୋଗ। ତେଣୁ ଅଭିଯୋଗ କରିବା ଛାଡ଼ି ସ୍ୱତଃ ଯୋଗୀ, ନିରନ୍ତର ଯୋଗୀ ହୁଅ। ସ୍ଲୋଗାନ, ଯେଉଁମାନେ ନିଜକୁ ଅତିଥି ମନେ କରି ଚାଲିଥାନ୍ତି, ସେହିମାନେ ହିଁ ମହାନ ସ୍ଥିତିର ଅନୁଭବ କରିଥାନ୍ତି। ଅବ୍ୟକ୍ତ ଇଶାରା, ଏକତା ଏବଂ ବିଶ୍ୱାସର ବିଶେଷତା ଦ୍ୱାରା ସଫଳତା ସମ୍ପନ୍ନ ହୁଅ। ସଂଗଠନର ବଳ, ସ୍ନେହର ବଳ, ପରସ୍ପରକୁ ସହଯୋଗ ଦେବାର ବଳ ଏବଂ ସହନଶୀଳତାର ବଳ ଜମା କରି ଚାଲିଲେ ମାୟା କେବେ ବି ଆକ୍ରମଣ କରିପାରିବ ନାହିଁ ଏବଂ ଜୟ ଜୟକାର ଶବ୍ଦ ଶୁଣାଯିବ। ଯେତେବେଳେ ଏତେ ସବୁ ଆତ୍ମା ଅନେକ ହୋଇଥିଲେ ମଧ୍ୟ ଏକା ଭଳି ଦେଖାଯିବେ, ଏକ ଅର୍ଥାତ୍ ଜଣକର ହିଁ ଲଗନରେ ମଗନ ରହିଥିବାର ଦେଖାଯିବେ ଏବଂ ଏକର ସ୍ଥିତିରେ ସ୍ଥିତ ରହିଥିବେ, ସେତେବେଳେ ହିଁ ପ୍ରତ୍ୟକ୍ଷତାର ଚିହ୍ନ ଦେଖିବାକୁ ମିଳିବ। ତେଣୁ ତୁମମାନଙ୍କର ପ୍ରତିଜ୍ଞା ହିଁ ପ୍ରତ୍ୟକ୍ଷତାକୁ ପାଖକୁ ନେଇ ଆସିବ। ଓମ୍ ଶାନ୍ତି।